କହିବନି ଯେ ମିନୁ ଆଉ କଲାନି ବୋଲି କେନେ କହି ନାହିଁ ଖଣ୍ଡା କହି ତୁ ବୁଢା ହେଇଯାଇଛି গুড মর্নিং বাবালো শীত ବହୁତ ଶୀତ ନାଗୁଛୁ ଆମ ବାବୁ ଖାଲି ପଚାରୁଛନ୍ତି ଟ୍ରେନ୍ରେ ବସିକି ଶୀତ କେରକମ ମାନେ ତୁମକୁ ଭଗବାନ ଦେଇଛନ୍ତି ତୁମେ ଏଠିକାର ଶୀତଟା ଭୁକ୍ କରିକି ଯିବ ଅଳସୁଆ ଲୋକ ଟିକେ ଶୀତ ଭୁକ୍ କରିକି ଯିବା ଦରକାର ତ ପୁଣି ଶୀତଟା ଟିକେ କମି ଯାଇଥିଲା 2 ଦିନ ପୁଣି ପଡ଼ିଛି ତ ସଣ୍ଡେ ଆଜି ଆପଣମାନେ ସମସ୍ତେ ଭଲରେ ଦିନ କଟାନ୍ତୁ ଭଗବାନଙ୍କ ପାଖରେ ପ୍ରାର୍ଥନା ମୋର ବି ମୁଁ ସବୁବେଳେ ପ୍ରାର୍ଥନା କରୁଛି ଦିନଟା ଆମର ଭଲସେ ହିଁ ଯାଉ ଭଲରେ ଆସିକି ମାନେ ଟ୍ରେନ୍ରେ ବସୁଛନ୍ତି ଆଜି ପହଞ୍ଚିବେ ତେଣୁ ଆମେ ସମସ୍ତେ ଗୋଟେ ଖୁସି ରହିଛି ମନ ଭିତରେ ଯେ ଆସିଲେ ଘରଟା ପୁରା ପୁଲା ଲାଗେ ଟାଇମ୍ ହେଇଗଲାଣି 8:30 ବସିଥିଲି ମୋବାଇଲରେ କିଛି ମୁଁ ମୋର ପାଠ ଦେଖେ ମାନେ ମୋର ବ୍ଲାଉଜ୍ ସବୁ ଡିଜାଇନ୍ ଗୁଡ଼ା ବସିକି ଦେଖେ ଆଉ ଝିଅକୁ ଟିକେ ପଢ଼ା ଦେଇଛି ସିଏ ପଢ଼ି ସାରିଲେ ମୋତେ ଦେଖେଇବ ଆର ଜଣେ ଉଠି ପଡ଼ିଛି ମାନେ ମୁଁ ଉଠିଛି ସିଏ ଉଠିକି ସେଇ ଘର ଭିତରେ ଭଜନ ଲାଗିଛି ଆପଣମାନେ ଆବାଜ ଟିକେ ପାଉଥିବେ ତ ଭଗବାନଙ୍କର ଭଜନ ଲଗେଇ ଦେଇଛି ସେ ସେଇଠି ହା 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 ରଜା ହସୁଛି ତ ଚାଲନ୍ତୁ ତାକୁ ବି ଟିକେ ଦେଖିବା ଆଜି ଆମେ ସମସ୍ତେ ଖୁସି ମାନେ ପ୍ରତିଦିନ ଗୋଟେ ଅଫସୋସର ଜୀବନଟା ଆମେ ବଞ୍ଚୁ ଯେ ଏକା ଫାଙ୍କା ଆଜି ପାଖରୁ ଆମ ଘରଟା ଟିକେ ପୁଲା ଲାଗିବ ଯେତେ ଦିନ ସିଏ ଥିବେ ସେତେ ଦିନ ଟିକେ ମୋତେ ଲାଗେ ଯେ ମୁଁ ଟେନସନ୍ ଲାଗେନି ଯାହା ହେଲେ ବି ଧର କହିବି ଯାଅ ଆଣିଦିଅ ବେଶୀ କିଛି ସେ ବାହାରକୁ ଯାଆନ୍ତିନି ଫିର୍ ବି ଗୋଟେ ସପୋର୍ଟ ଥାଏ ଯେ ହଁ ଅଛନ୍ତି ଘରେ ଭଲ ଲାଗେ ତ ସବୁବେଳେ ବାହାର କାମ କରନ୍ତି ତେଣୁ ସିଏ ଆସିକି ମାର୍କେଟିଂ ତ ଭଲ କରିପାରନ୍ତିନି ବହୁତ କିଛି ଗୁଣ ରହିଛି ତାଙ୍କର ମାନେ ମୋର ପସନ୍ଦ ହୁଏନି ମାନେ ଏଇ ମାର୍କେଟିଂ ସବଜି ମାର୍କେଟିଂ କି କୌଣସି କିଛି ମୁଁ ଦିଏନି ମୁଁ ନିଜ ହାତରେ ସବୁ ସମ୍ଭାଳିବା ପାଇଁ ଚେଷ୍ଟା କରେ କାହିଁକିନା କହିମି ଆଣିଦେବେ କିନ୍ତୁ ଠିକ୍ ଠାକ୍ ଆଣିବେନି ତେଣୁ ସବୁଟା ମୁଁ ହ୍ୟାଣ୍ଡେଲ୍ କରେ ଏଇସବୁ ଘରୋଇ କାମ ତ ଯାହା ବି ହଉ ଘରେ ଥିଲେ ଯେ ମୁଁ ଲାଗେ ଯେ ମୋ କୁମକୁମ ଅଛି ତା ବାପା ବି ରହିଛନ୍ତି ଦେଖୁଥିବେ ତାକୁ ସୁବିଧା ଅସୁବିଧା ତେଣୁ ଏଇ ଜିନିଷଟା ଗୋଟେ ଭଲ ଲାଗିବ ଯେତେ ଦିନ ସେ ରହିବେ ଚାଲନ୍ତୁ ଆଜି ଆପଣମାନେ ସବୁଦିନ ଅଫସୋସର ଜିନ୍ଦଗିଟା ମୋର ଦେଖିଛନ୍ତି ଏକା ହତାଶ ହେଇଯାଏ ଆଜି ପାଖରୁ ଲାଗିବନି ସେଇ ହତାଶଟା ଯେତେ ଦିନ ହଜବେଣ୍ଡ ଥିବେ ତ ଚାଲନ୍ତୁ ମାଲୋ ଏଇଟା କିଏ କିଲୋ ଏଇଟା କିଏ କେତେ ସମୟ ହେଲାଣି ଖାଇନି ରୂପାଲି ରେ ମୋ ମାଟା ଆଜି ବାପା ଆସିବେ ବୋଲି କି କୁଚି ହେଇଛି ଉଠିକି ପଳେଇ ଆସିବ ରହିବନି ଏଇ ଯେ ଦେଖ ଓହ ଚେଷ୍ଟା କରୁଛୁ ଖଟରେ ବସିକି ଇରି ବାବା ବାପା ଆସିବେ ବୋଲି ମୋ ଛୁଆ ବି ଖୁସି ଅଛି ତ ଚାଲନ୍ତୁ ତାକୁ ଆଜି ଖୋଇ ଖୁଆ ଦେଇକି ମୁଁ ରେଡ଼ି ହେବି ଗାଧେଇବି ପୂଜା କରିବି ଆଜି ସଣ୍ଡେ କ'ଣ ହବ ଦେଖିବା ଚଲୋ କହିଲାକୁ ସେ ଉଠି ପଡ଼ୁଛି ଯେ ସତର୍କ ପଳେଇବ ନାଇଁ ସେ ନେଇଯିବ ମୋ ମା ମତେ ବୁଲେଇ ଦେଖି କି ମାଛ ଦେଖି हे देसी को पहुंचला कोज दी केते ना केड़ा 300 टन तुम तो कम एडा तोडी रहला कम देसी रुई रहला को माछटा केळे देई जिबु जदी बुगफुली पानी आकिया को माछ केळे देई जिबु जदी बुगफुली माछ ते तेरा ना बुगफुल टुगफुल नेमिन जियटा को ये कर उली ई पार गेला दी बस 12 अधिक किलो पैसा तुम तो पार हिलो बाबा की सुंदर माछ देखो को माछ लो मारी के मते चुई माछ चले की चुई माछ एटा बेसी बड़ बड़ नु बेसी बड़ गोटे बड़ माछ रखछु भल करछु हां सेटा दे दे सेटी दे दे बड़ा छटपट होचलो बंची चिड़ा दे दे एठी दे दे से पानी के अच्छा मान को भुजा दे देनी खाइबे ना लो रूपाली हां लो खाइबे लो गुटे अछि पर सेटा हां थाउ सेटा गोटे काम कर थाउ सेटा हां दे दे दी आ अछि ना ओ हे जे देछि देख ये ढाकुर दे हैं
ଆପଣମାନେ ଆଜି ଦେଖିପାରୁଥିବେ କୁମକୁମର ଚୁଟି କଟା ହେଇଛି ବୋଲି। এই ভিডিওটা ଯିବା ପୂର୍ବରୁ ଆପଣମାନେ ଦେଖି ସାରିଛନ୍ତି ମୁଁ ଜାଣିଛି ସର୍ଟ ଭିଡ଼ିଓରେ, କିନ୍ତୁ କହିଦେଉଛି ମନର କଥା ବହୁତ କିଛି ସେୟାର କରିପାରେନି। ତା ବାପା ତାର ଚୂଳ ମାନେ ଏମିତି ବଡ଼ ବଡ଼ ହେଇଛି ଦେଖିକି ବିରକ୍ତି ହେବେ, ସେୟା ଭାବିକି ଆମର ବହୁତ କିଛି ଜିନିଷ ଗୁଛାଗୁଛି ହେଇଛି, ଆସିଲେ ଏଟା କାହିଁକି ଏମିତି ସେଟା କାହିଁକି ସେମିତି, ଏଟା ଯେମିତି ନ କୁହନ୍ତୁ ସେୟା ଭାବିକି ମୁଁ ତାର ଚୂଳ କାଟୁଛି। କୁମକୁମ ତାର କାମ କୌଣସି ଜିନିଷ କରିବା ପାଇଁ ଦିଏନି। ମୋତେ ବେଳେବେଳେ ଲାଗେ ମୁଁ ମାନେ ସତ ମାନେ କେଉଁଠି ଗୋଟେ ରହିଛି, ଯେ ମାନେ ଅଜବ ଦୁନିଆରେ ଗୋଟେ ରହିଛି, ଏମିତି ପରିବେଶ ସେ ସୃଷ୍ଟି କରେ। ଆପଣମାନଙ୍କୁ ଶୁଣଉଛି ସେ କେମିତି କରେ। ଚୁଟିଟା କାଟୁଛି ସତ, କିନ୍ତୁ ତାର ରିଆକ୍ସନଟା ଦେଖନ୍ତୁ। ଏ ନାକଟା କାଟିଦିଅ, ନାକଟା କାଟିଦିଅ। ମା ତ ପାଟିରେ ଚୁଟି ବି ଦେଖାଇ ବହୁତ କଷ୍ଟ ଦିଆହଉଛି। ରବେ ହେଇନି ସାଇଜ। ବାପା ଆସିବ, এটা বড় সান হয়েছে। সেটা সাইজ করে দিও। তো ফ্রেন্ডস ଦେଖିପାରୁଥିବେ ଟାଇମ୍ ପୁରା 12ଟା ହେଲାଣି, ଅନେକ ଲେଟ୍ ହେଇଗଲାଣି। ଏପଟେ ଏ ଲେଟ୍ ହେବାର କାରଣ ହେଉଛି ମୋର ଏଇ ଝିଅଟା, ଏଇ ଯେ ଗଧେଇକି ବସେଇ ଦେଇଛି ଏଇପଟକୁ, ଛେପ ପକେଇଦେଲା। ମୁଁ କାହିଁ ତାକୁ ସଜେଇଦେନି ଠିକ୍ର, ଛେପ ପକେଇ ଦେଉଛି। ତ ଏଇ ଯେ ବସିଛି ରାସ୍ତା ଆଡ଼କୁ ମୁହଁ କରିକି, ଆମର କାମ ସବୁ ସରିନି, ଆରମ୍ଭ ହେଲା ଆଜି ଟିକେ ଜଲ୍ଦି ମାନେ ଲେଟ୍ ହେଇଗଲାଣି। ଏଇଟା ହେଉଛି ପାଣି ଆଖିଆ ମାଛ ଭଜା ବସେଇଛି, କଉ ମାଛ ଅଳ୍ପ ନେଇଛି, ଏଇଟା ଖାଲି ହଜବେଣ୍ଡଙ୍କ ପାଇଁ ଝୋଳ ହେବ, ମାନେ ସେ ଖାଇବେ ଏଇ କଉ ମାଛ ତରକାରୀଟା। ଆମେ ଏଇ ମାଛଟା ଫୁଲକୋବି ଦେଇକି ଖାଇବୁ, ମାନେ ଫୁଲକୋବି ଦେଇକି ଝୋଳ କରିବୁ। ଆଉ ଭାତ ବସେଇ ଲେଟ୍ ହେଇଗଲାଣି। ଆଉ ବାବୁ ଆସିକି ପହଞ୍ଚିଲା ବେଳକୁ ପ୍ରାୟ ହେବ 3ଟା 4ଟା ହେଇଯିବ। ତେଣୁ ରୋଷେଇ ଟିକେ ଲେଟ୍ ହେଲେ ବି କିଛି ଅସୁବିଧା ନାହିଁ, ସମସ୍ତେ ଟିଫିନ୍ ବି ଖାଇ ନେଇଥିଲୁ, ତ ସମସ୍ତେ ଠିକ୍ଠାକ୍ ଅଛୁ। ଟିକେ ଲେଟ୍ ମାନେ 1ଟା 2ଟାରେ ଆମେ ଖାଇବୁ, ସେ ପହଞ୍ଚିଲା ବେଳକୁ 4ଟା ସାୟଦ ହେବ। ତ ଜାଣିଥିବେ ବ୍ୟସ୍ତ ଭିତରେ ଡର ବି ରହିଛି। ଦେଖିପାରୁଥିବେ କେବେ ଅପେକ୍ଷା କରିଛି, କେତେବେଳେ ଭାତ ତରକାରୀଟା ଆସିବ ଖାଇବ। ବଡ଼ ବଡ଼ ଚକା ଚକା ଆଖି କରିକି ଦେଖୁଛୁ, ଏବାଟେ ଦେଖୁଛୁ ସେବାଟେ ଦେଖୁଛୁ, କେତେବେଳେ ଭାତ ଥାଳିଟା ଆସିବ ଖାଇବ। ଆ କରୁଛି। ଟାଇମ୍ ହେଇଗଲାଣି ଦେଖନ୍ତୁ, 1 ପାଖାପାଖି ହେଲାଣି। ଧିମା ଧିମା ରୋଷେଇ ଚାଲିଛି, ଲେଟ୍ ମାନେ ସବୁ ଲେଟ୍। ଏପଟେ এটা মানে সমুদ্রী মাছর ঝোলটা ফুলকোবি আলু দিয়ে করছি, পানি আখিয়া মাছ যেটা কহନ୍ତି ଆମର। ଆଉ এটা হচ্ছে ବୋଇତାଳୁ ଭାଜୁଛି, ସେମାନେ ଟିକେ ସେମିତି ଖାଇବା ପସନ୍ଦ କରନ୍ତି, ଜାଣିଥିବେ ଭଜା ଭୁଜି ଟିକେ ପସନ୍ଦ କରନ୍ତି। ଆଉ ଏଇ କଉ ମାଛଟା ପୁରା ମାନେ କହିଛନ୍ତି ଲଙ୍କା ଗୁଣ୍ଡ ପଡ଼ିବନି, ଗୁଣ୍ଡ ଲଙ୍କା ପକାଇବୁନି, ତ କଞ୍ଚା ଲଙ୍କା ଦେଇକି ଝୋଳ କରିଦେବି। ଆଉ ଆମର ତ ସେଇଟା ହେଇଛି, ଏଇ ଯେ ଦେଖିପାରୁଥିବେ। ତ ବର୍ତ୍ତମାନ ଦେଖିପାରୁଥିବେ ହଜବେଣ୍ଡଙ୍କ ପାଇଁ ମାଛ ଝୋଳଟା ପ୍ରସ୍ତୁତ ହେଉଛି। ସିଆଡ଼ୁ ଫୋନ୍ରେ ମାନେ ପଚାରି ଦେଇ ସାରିଛନ୍ତି ମୋ ପାଇଁ କ'ଣ ରାନ୍ଧିଛି। ମୁଁ କହିଲି କଉ ମାଛ ଟିକେ ଝୋଳ କରିବି ନା, ଝୋଳ ଯଦି କରିବୁ କଉ ମାଛର ମୋ ପାଇଁ ଲଙ୍କା ଗୁଣ୍ଡ ଦେବୁନି, ମୋର କଞ୍ଚା ଲଙ୍କା ଦେଇ କରିବୁ। ମାନେ ଆଜ୍ଞା ସାର୍, ଯାହା କହିଛନ୍ତି, ଏତେ ଦିନ ପରେ ଆସୁଛନ୍ତି, ଯଦି ଏତିକି ନ କରିବି ତାହେଲେ ମାନେ କେମିତି ହେବ। ତ ସେଥିପାଇଁ ଆପଣମାନଙ୍କୁ ଝୋଳର ପ୍ରସ୍ତୁତିଟା ଦେଖାଇ ଦେଉଛି। ପୁରା କଳା ଜିରା କଞ୍ଚା ଲଙ୍କା ଦେଇକି ଆଳୁଟା ଛାଡ଼ିଦେଲି, ଟିକେ ଭଜା ଭଜା ମାନେ ଭଲକି ଭଜା ଭଜା ହେଲେ ଟିକେ ଜିରା ଗୁଣ୍ଡ ଆଉ କଞ୍ଚା ଲଙ୍କା ଦେଇଛି, ଟିକେ ହଳଦୀ ଲୁଣ, ବାସ୍ ଏଇଟା ଦେଇକି ଫୁଟିବ। ଆଉ ଏଇଭଳିଆ ଝୋଳ ସେ ଖାଇବା ପାଇଁ ପସନ୍ଦ କରନ୍ତି। ଏମିତି ଛେଞ୍ଚା ମାନେ ଛେଞ୍ଚିକି ଯେଉଁ ରସୁଣ ଅଦା ଛେଞ୍ଚିକି ବି ତରକାରୀ କଲେ ବି ସେ ପସନ୍ଦ କରନ୍ତି। ତ ସେଇଠି ତରକାରୀଟା ମୁଁ ବସେଇ ଦେଇକି ଚାଲିଗଲି ବଡ଼ ଝିଅକୁ ଖୋଇବା ପାଇଁ, କାହିଁକିନା ସମୟ ଗଡ଼ି ଯାଉଛି। କୁମକୁମ ତ ଅପେକ୍ଷା କରିବନି ନା ଯେ ବାପା ଆଜି ଆସିବେ ଟିକେ ଲେଟ୍ର ଖାଇବା ବୋଲି, ସେମିତି ତ ହେବନି। କୁମକୁମକୁ ଖୋଇଦେଲି। ଆଉ ଏଠି ଦେଖାଇ ଦେଉଛି ମୋର ଏଇ ମାନେ କଳା ଜିରା ଆଉ କଞ୍ଚା ଲଙ୍କାର ତରକାରୀର କଲର୍ଟା ଆପଣମାନେ ଟିକେ ଦେଖିନିଅନ୍ତୁ। ହେଇ ଯେ କିଛି ବି ଖରାପ ହୁଏନି। ଆକ୍ଚୁଆଲି ଏଇଟା ଆମକୁ ଶୁଣିଲେ ହିଁ ଲାଗେ ମା ସେଥିରେ କିଛି ମସଲା ପଡ଼ିନି, ଓନ୍ଲି କଞ୍ଚା ଲଙ୍କା, ଟିକେ ଜିରା ଗୁଣ୍ଡ, ମାନେ କଳା ଜିରା, ଏତିକି ଲୁଣ ହଳଦୀ, ଏତିକିରେ ତରକାରୀଟା କଲର୍ଟା ବି ଦେଖନ୍ତୁ, ମୋତେ ତ ମନକୁ ପାଇଛି, ଖୁବ୍ ସୁନ୍ଦର ହେଇଛି। ତ ଫ୍ରେଣ୍ଡସ୍ ବର୍ତ୍ତମାନ ଟାଇମ୍ ହେଇଗଲାଣି 2:30, ଆମେ ସମସ୍ତେ ଖାଇସାରିଲୁଣି। ରୂପାଲି ନୁଚି ଯାଉଛି, ବାପା ଆସିବେ କେତେଟାରେ ଲୋ, ବାପା କେତେଟାରେ ଆସିବେ ଲୋ, ବାପା ଆସିବେ 3:30 ହେବ ପହଞ୍ଚିବେ। ତା ଆଗରୁ ଆମର କୁମକୁମକୁ ଆମ ରୂପାଲି ସଜ କରିଦେଇଛି। ଆଉ ଭୋର ଉଠିଲାଣି, ସେଥିପାଇଁ ତାକୁ ଏଇ ମାନେ ଏମିତି ବ୍ୟବସ୍ଥା କରିଦେଇଛି, କାଳେ ସେ ଶୋଇ ପଡ଼ିବ। ଆମମାନେ ଅପେକ୍ଷା କରୁଛୁ କେତେବେଳେ ଟାଇମ୍ ହେବ ମୁଁ ଯିବି ଆଣିବା ପାଇଁ। ଓହ କେତେ ସୁନ୍ଦର ତାକୁ ସଜେଇ ଦେଉଛି ମାଲୋ, ଏଇ ଯେ ତା ଗେଲ ଦେଖନ୍ତୁ।
टाइम 3:15 हम मु बाहरी गली मो हजबैंड को आनिबा पाई तो सान झी भी अपेक्षा करची बापा केतेबेले आसबे सी एपट सेपट होतला मुझे नहीं आसली कहीं मो झील जाते हुए तो आम 3 जन आसपारूनी कहीकि मुझे चल जाती आसिक हजबैंड सांगे सांगे गाधे पड़े आने जो रांधि कौ माछ तरकारी खाली रांधि आम तो अलग माछ रांधि देदेची मो झी अपेक्षा करची बापा केतेबेले माने बापा खाई सारे सी टे बापा सांगे मिसिबो खुशी हो भारी मन खुशी एपटे बड़ झील जानी कहीं जड़े आसी तेणु बड़ बड़ चका आखि करके सी चाह रही संध्या है ठाकुर को प्रार्थना रे जन देली ठाकुर मु आज बहुत खुशी समय गुड़ा तो जल्दी चली जाए मुझे जानी खुशीर समय तथापि मु भगवान को पाखर प्रार्थना करची सब किछि ठीक ठाक थाउ सब किछि भल हो जहाँ भी हो आम पाई तो ठाकुर को प्रार्थना करके धूप झुणा झुणा देले हजबैंड टे पसंद करती से प्राय सबुदिन दिएनी टाइम संध्या भी दिएनी तो आज टे कहनी पर हेड सार आसचंती बोली सबुटा ठीक ठाक करके मेकअप करदेली आपण मान आगे टे वीडियो करदेली से तो सबुदिन ठीक ठाक थाएनी सब क्या दिन सिलाई रे बसता है यहाँ सत तेणु ठाकुर पाखे भी माने आपण मानक भी सत कथा कहे केतले केमती टे झुणा नदेले हजबैंड गाड़ी दिखती संध्या बेले झुणा धूप दबू तो जहाँ भी हो घरर भल पाई समस्ते सबकि जी भी माने कहती तो मानि नवा भल तो बसी जाती देखिपे माने झुणा दौच बोली बसचंती तो से समय मते किसी समय पर माने मु ठाकुर को पूजा कर सारा पर मीनू टी मते तेल देना मो गोड़े निजे मारिबी ना ना तुम कहीं मार मते दियो मु माने समस्ते देखो मु तुम गोड़े तेल मार दूची सत कथा कहूँ भाग्य मोर थाएनी सी तो बाहर रहिले तथापि जी सुजोग पाऊँगी से करदेवा ही भल कहीकि गोड़े टे तेल मारदेली आज पूराटा समय मो हजबैंड सहित मु दवाई चाहे आग को वीडियो रखुनी कहीं टे बसमी कथा हेबी निहाती ये सब स्त्री चाहती तो से भाया मु भी जड़े तो आज वीडियो ये रखिली पुणी काली देखा आउ गोटे वीडियो रे।